ସେଥିରୁ ମୁଁ ଅଧା ଦେଖିଦେଲି। ହଁ ସେତେବେଳେ ସେ ଜାଗା 50 କୋଟି ଯାଇଯାଇଥିଲା। ସେଇ 50 କୋଟି ଟଙ୍କାରେ ଗୋଟେ ୟୁନିଭର୍ସିଟି କରିଦେଲି, ଆଉ ଯାହା ଟଙ୍କା ବାକି ରହିଲା ତାକୁ ସବୁ ସୁଧିଆ ଲଗେଇଦେଲି। এই রথযাত্রা গলা ছেঁড়া পড়া করে ডাকুଥିଲେ মতে দেখুনাহাନ୍ତି ବେକରେ ରୁଦ୍ରାକ୍ଷ ପଡ଼ିଛି, ପାଖରେ ରିଭଲଭର ବି ଅଛି। ମାନେ ଯୋଉ ଲୋକ ସୁଧ ନ ଦିଅନ୍ତି ତାଙ୍କରି ମୁଣ୍ଡରେ ଠେକେଇ ଦେଇକି ସୁଧ ଆଦାୟ କରେ। କିନ୍ତୁ ଆଜି ଯାଏ କାହାକୁ ଗୋଟେ ଟିପ ଦେଇନି, କାହିଁକି ନା ମୁଁ ସଂସ୍କାରୀ ବଦଳା। ଏ ସହରରେ ତ ଆମର କଲେଜ ଅଛି, ଜମି ମାଫିଆ କାମ ବି ଚାଲିଛି। ସେଇଥିପାଇଁ ଥାନା ବାବୁଙ୍କ ଘରକୁ ଆସିଛ ଟଙ୍କା ଲାଞ୍ଚ ଦେବ? ନା ସେ କଥା ଲାଞ୍ଚ ଦବାର ଏଥିରେ ମୁଁ ଥାନାକୁ କାହିଁକି ଯାଉନି ନା ଘରୁ କାହିଁକି ଆସିଛି? ସେ କଥା କଣ କି ମାଉସୀ? ସେ ବାଜେ କଥା ବନ୍ଦ କରି ଘରୁ କାହିଁକି ଆସିଛ ସେଇ କଥା କୁହ। ଆଉ ସିଏ ସିନା ଜାଣିନାହାନ୍ତି, ତମେ କଣ ଜାଣିନା? କଲେଜ ଫଙ୍କସନ ସରିଲା ପରେ ମୁଁ କହିଲି ମୁଁ ତୁମକୁ ବାହା ହେବି, ତମେ କହିଲ ମୋର କିଛି ଆପତ୍ତି ନାହିଁ, କିନ୍ତୁ ମା କାଳେ କଣ କହିବ ସେଇଥିପାଇଁ ତମ ଘରକୁ ଆସିଛି ମାଆଙ୍କୁ ପଚାରିବା ପାଇଁ। ତମେ ପୁଣି କହୁଛ ବାଜେ କଥା ବନ୍ଦ କରି କଣ କହିବାର ଅଛି କୁହ। କିନ୍ତୁ ତମ ଭଳି ମଧୁଆ ମାତା ସେଠାରେ କୋଉ ମା ତା ଝିଅକୁ ବାହାଘର କରିବ? ମାଉସୀ ସେମିତି ମଧୁଆ ଫଧୁଆ କୁହନ୍ତୁନି, ମୁଁ ମଦ ପିଏ କିନ୍ତୁ ମାପରେ ପିଏ, କାହିଁକି ନା ମୁଁ ସଂସ୍କାରୀ ମଧୁଆ। ଆଉ ତାପରେ ବି ଯଦି ଆପଣ ହଁ କହିବେ ଆପଣଙ୍କ ଝିଅ ମୋତେ ବାହା ହେବାକୁ ରାଜି ହବ, ହେଇ କହିବି ଠକିନା ମଦ ଛାଡ଼ିଦେବି। ମଦ ଛି ମଦ କଣ ଏ କହିବ ଯଦି ୟୁନିଭର୍ସିଟି ତମ ଅପା ନାଁରେ କରିଦେବୁ। ଆଜି ଯାଏ ଜମି ମାଫିଆ ଯେତିକି ସବୁ ଟଙ୍କା କମେଇକି ରଖିଛି ସବୁ ଟଙ୍କା ପଟ କିନା ତମ ଅପା ଆକାଉଣ୍ଟକୁ ଟ୍ରାନ୍ସଫର କରିଦେବୁ। କଣ କରିବା, ଗୋଟେ ମନ ତ ଲାଗିଯାଇଛି। ସେ କଥା କଣ କି, ଆମ କଲେଜରେ ଗୋଟେ ନାଚ ପ୍ରୋଗ୍ରାମ ହଉଥିଲା, ନନ୍ଦ ଉତ୍ସବ। ତମ ଅପା ତ ମାଷ୍ଟରାଣୀ ଯାଇଥିଲେ ଶିଖିବା ପାଇଁ, ଯଶୋଦା ପାଠ ଯିଏ କରି କରୁଥିଲା ସେ ଜମା ବନେଇ ପାରୁନଥିଲା। ତମ ଅପା କଲେ ଯଶୋଦା ପାଠ, କିନ୍ତୁ ନନ୍ଦ ପାଠ ଯିଏ କରୁଥିଲା ତାର ଜମା ତାରାକେଟେ ଠିକ ସେ ପଡ଼ିଲାନି। ତମ ଅପା କହିଲେ ଏ ନନ୍ଦ ସେମିତି କଣ ତାରାକେଟେ ଠିକ କହୁଛୁ, ପକେଇବୁ ତ ତାରାକେଟେ। এই যে তোমার অপা ঠেইটা পকেই দেলে, কোটি পকেই দেলে এই বিশ্বাস করিবনি, মতে লাগলা যে তীর আসি বাজিবা কোটি এইটি প্রোগ্রাম শুনে আপনি বিশ্বাস করো মু যাই শুইছি খালি থেই থেই, উঠি পড়লি থেই থেই, বসিলি থেই থেই, খাইলি থেই থেই, সব বুঝে এতে থেই থেই কোন হব, কথাটাকে আগে বঢ়াই দেওয়া। ଭଲ ପାଇବା ତୁମର ଏ ଟଙ୍କା ଭଲ ପାଇବା ଥିଲା। ମୋ ଡାଇଲଗ ସେଟା ମୋ ଡାଇଲଗ ସବୁ ତମେ ମଝିରେ କାହିଁ ଡାଇଲଗ ମାରୁଛ? ଆଉ ସେ କଥା କହୁଥିଲା ତାର କେତେ ଫିଡବ୍ୟାକ୍। ମୁଁ ଭାବିଲି ଇଏ ଝିଅଟା ସଂସ୍କାରୀ କି ନାହିଁ ଗୋଟେ ପରୀକ୍ଷା କରିବା, ସେଇଥିପାଇଁ ଯେତିକି ଟଙ୍କା ଚୁକ୍ତି ହେଇଥିଲା ମୁଁ ତାକୁ ଡବଲ କରି ପେମେଣ୍ଟ କରିଦେଲି। କିନ୍ତୁ ତମ ଝିଅ ଠକିନ ମନା କରିଦେଲେ, ପୁଣି ହାତ ଯୋଡ଼ିକିରି କହିଲେ ସାର୍ ମୋର ଯେତିକି ଟଙ୍କା ଚୁକ୍ତି ହେଇଛି ମୁଁ ସେତିକି ଟଙ୍କା ନେବି, ଟଙ୍କାଟା ବି ଅଧିକା ନେବି। ମୁଁ କହିଲି ନା, ଏଇ ସଂସ୍କାରୀ ଝିଅ ୟାକୁ ବାହା ହେବାଟା ଫାଇନାଲ। କିନ୍ତୁ ତମ ସାଙ୍ଗରେ ମୋ ଝିଅକୁ ମୁଁ ବାହାଘର କରିପାରିବିନି। କାଇଁ ଆପଣ କଣ ଭାବୁଛନ୍ତି ମୁଁ ଆଗରୁ ବାହା ହେଇଥିଲି, ଏଇଟା ସେକେଣ୍ଡ ହ୍ୟାଣ୍ଡ ହବା ପାଇଁ ଆସିଛି? ବାବା ମୋର କହୁଛି କି ବୁଆ ବାହା ହଉନୁ ବାହା ହଉନୁ, ଭଉଣୀ କହୁଛି ବୁଆ ଏଇ ଘରକୁ ଭାଉଜ ଆଣୁନୁ ଭାଉଜ ଆଣୁନୁ। ମୁଁ କଣ କରିବି, ସଂସ୍କାରୀ ଝିଅ ମିଳିଲେ ତ ହେଇ ଗୋଟେ ସଂସ୍କାରୀ ଝିଅ ମିଳିଲା ତା ବାବା ପାଇଁ ଠକିନା ଭୁଆ ମାରି ଆଇଲା। ତାପରେ ମୋ ଜାତି ତ ମିଶୁଛି, ଅସୁବିଧା କୋଉଠି ଅଛି? ଅସୁବିଧାଟା କୋଉଠି ଅଛି ସେ କଥା ଆମେ ତମକୁ କହିବାକୁ ବାଧ୍ୟ ନୁହଁ, ତମେ ଯାଇପାର। ଏ କିରଣ ତ ରାଗିଲେ କେତେ ମିଠା। ବିଶ୍ୱାସ କର ମୁଁ ଭାବିଥିଲି ଆଗୁଆ ଶ୍ୱଶୁର ଘରକୁ ଯାଉଛି ଗୋଟେ ମିଠା ପିଠା ସର୍ବତ ଫର୍ବତ କଣ ମିଳିବ, କିଛି ନାହିଁ, ଶୁଖିଲା ହାୱା, ପୁଣି କହିଲା ପରେ ଶୋଇଛି ମାରିବ। ଛାଡ଼ 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 ଏଠି ଅନେକ ତମେ କଣ ଭାବିଛ କି ମୁଁ ଯଦି ଏବେ ଚାହିଁବି 5-10ଟା ଲୋକ ଡାକି ଆଣି ତମକୁ ଟେକି ନେଇ ତମ ମୁଣ୍ଡରେ ବନ୍ଧୁକ ଲଗେଇ ତମକୁ ବାହା ହେଇପାରିବି? ସେଟା କଣ ନଉଛ, ତମ ଭଉଣୀ ତ ନଉଛ, ଇନ୍ସପେକ୍ଟରଟା ସେଟା କି ପୋଷ୍ଟ? एसपी डीएसपी के तेलुगु मिनिस्टर को मेन सुइजी मो पाखे आज कोई तो कानी जिला पार ट्रांसफर तमने तमे एंति सो कोई हमु धमक दो मिस्टर फेलेरी बुआ उनी पछुडा छाड़ दो जमी माफिया को संस्कारी मो आके दिबो। अच्छा मो गोळा रे तम अपा प्रति धमकटा देखा गला, किंतु तम अपा आखि रे मो प्रति थिबा प्रेमटा देखा गलानी। तम को भाव तुम अपा को एक तरफा प्रेम करूछ किरण मां को पाद सुइबो शब्द को मत देखला पर तुम तर किछ ओटे फीलिंग सेम माने छाती भीतर किछ ओटे डिंग डांग फुड़खाड़ धुड़धाड़ देनी तम भाई मनीष को बहुत भालो पाइबो तुम केमति भाबी पाछो? तो माउसी तो काई तुम तो प्रमोद जोग करानी ओके ट्रेंड होगा ना देखो ना जीती सिनेमा सुनी तो केडो बड़ गुंडासी से पुनी भलो पाई बाहर नहीं
সে পুଣି ଭଲ ପାଇ ବାହା ହେଲା କଣ ଫିଲ୍ମ ଆଉ ସିନେମା ଉପରେ ତମର ଯଥେଷ୍ଟ ଜ୍ଞାନ। ବାବା ଜ୍ଞାନ ମାନେ ଖାଲି ସଟର ଟେକି ଦେଇ ଭାସୁ ଭାସୁ ତମ ବାହା ହିସାବ ତମକୁ କିଛି ଜ୍ଞାନ ମୁଁ ବାଣ୍ଟି ଏ ଯୋଉ ସିନେମା ହଲରେ ପ୍ରଥମ ସିନେମା ପରେ ଫାର୍ଷ୍ଟ ଶୋ ଫାର୍ଷ୍ଟ ଲାଇନ୍ ଟିକେଟ କାହାର କି ବୁଆର ନା ଆଉ ଇଏ ବୁଆ କଣ ଏକା ବସ୍ତ ଟୁକାଇ ପସ୍ତେ ଲୋ ପାଖରେ ହଁ ଚାକଣା ଖାଉଦେବେ ସିନେମା ଦେଖୁଦେବେ ମାଲ ପିଉଦେବେ କିନ୍ତୁ ମା ପରେ କାହିଁ କହିଲ ମୁଁ ସଂସ୍କାରୀ ନଦୁଆ ନା ଏଇଟା ତ ମତେ ନିରସ୍ୟା ଭାବୁଛ କି ଥରୁଟିଏ ଖାଲି ମତେ ବାହା ହେଇକି ଦେଖ ତାପରେ ଅମିତାଭ ବଚ୍ଚନ ଷ୍ଟାଇଲରେ କହିବି ଆରେ ଓ मीना आ गया तेरा दीवाना बताओ बताओ कहाँ है तेरा ठिकाना ଆପଣ ତିନି ଜଣ ବସି ବିଚାର କରନ୍ତୁ ଝିଅ ଛୁଆ ସେ କେତେ ଦିନ ଘରେ ରଖିବେ ଘରେ ରଖି ତାକୁ ପଚେଇବେ କାହା ଘରକୁ ଦେଇଥାନ୍ତେ ନହେଲେ ନୂଆ ଆଗକୁ ଯିବ ଅସୁବିଧା କଣ ଯଦି ମୁଁ ଉପଯୁକ୍ତ ଦଳ ବୋଲି ଭାବିବେ ଜ୍ୱାଇଁ କୋଠି କେତେ କଳା ଅଛି ଚିନ୍ତା କର ଗାଉଛି ନାଚୁଛି କାକରେ ଧେଇ ପକଉଛି ଯଦି ଉପଯୁକ୍ତ ଭାବିବେ ଗୋଟେ ଗୁଆଟେ ପଠେଇବେ ଗୁଆ ଠକି ପଳେଇ ଆସିବ ମା ବାପା ପାଇଁ ମୁଁ ଚାଲିଲି ହଁ ସଂସ୍କାରୀ ମହୁଆ ମାଉସୀ ଏଠି ଜ୍ୱର ପକେଇ ଦଉଛି ଆପଣ ନେଇଯିବେ ଆଉ ମୁଁ ଭେଲେ ବିଧୁଆ ଜମି ମାଫିଆକୁ ସଂସ୍କାରୀ ମଦୁଆ ପାଠ ସୁବିବର୍ଜିତ କିନ୍ତୁ ସହର ମଝିରେ ଗୋଟେ ବଡ ୟୁନିଭର୍ସିଟି କରିଛି